ମୋ ବିବାହର ପ୍ରଥମ ରାତି ଥିଲା ଯେତେବେଳେ ରାହୁଲ ମୋତେ ଧୀର ସ୍ୱରରେ ପଚାରିଲା, ତୁମେ ମୋତେ ଭଲ ପାଅ କି? ମୁଁ ହସି ହସି ମୁଣ୍ଡ ନୁଆଇଲି। ତାପରେ ସେ ପରବର୍ତ୍ତୀ ପ୍ରଶ୍ନ ପଚାରିଲା, ତୁମେ ମୋ ପ୍ରେମର ଗଭୀରତା ସହ୍ୟ କରିପାରିବ? ଦ୍ୱିତୀୟ ଥର ଚିନ୍ତା ନ କରି ମୁଁ ପୁଣି ହମ କହିଲି। ମୁଁ ଜାଣିନଥିଲି ଯେ ତାଙ୍କ ପ୍ରଶ୍ନ ପଛରେ କଣ ସତ୍ୟ ଅଛି। ସେହି ରାତିରେ ସେ ମୋ ଶରୀରରେ ଗଭୀର ଦାନ୍ତ ଚିହ୍ନ ଛାଡ଼ିଗଲେ। ମୁଁ ଯନ୍ତ୍ରଣାରେ କଇଁ କଇଁ ହୋଇଗଲି। ମୁଁ ଚିତ୍କାର କରିବାକୁ ଚାହୁଁଥିଲି, କିନ୍ତୁ ସେ ମୋ ଓଠରେ ହାତ ରଖି ଫୁସ୍ଫୁସ୍ କରି କହିଲେ, ଆୱାଜ କର ନାହିଁ, ନଚେତ୍ ସମସ୍ତେ ଭାବିବେ ଯେ ଆମେ କେବଳ ପ୍ରେମ କରୁଛୁ। ପରଦିନ ସକାଳେ ମୁଁ ରୋଷେଇ ଘରେ ଠିଆ ହୋଇଥିଲି। ମୋର ମୁଣ୍ଡ ନେଇ ପଡ଼ିଥିଲା। ମୋର ହୃଦୟ ଏତେ ଜୋରରେ ଧଡ଼ୁଥିଲା ଯେ ଲାଗୁଥିଲା ଯେ ଏହା ବିସ୍ଫୋରଣ ହୋଇଯିବ। ପୂର୍ବ ରାତିରେ ମୁଁ ଯେଉଁ ଯନ୍ତ୍ରଣା ସହ୍ୟ କରିଥିଲି ତାହା ବର୍ଣ୍ଣନା କରିବା ଅସମ୍ଭବ। ବହୁତ କଷ୍ଟରେ ମୁଁ ତାଙ୍କ କବଳରୁ ଖସି ପାରିଲି। ମୋର ସମଗ୍ର ଶରୀର ଦାନ୍ତ ଚିହ୍ନରେ ଆଚ୍ଛାଦିତ ଥିଲା। ଗତକାଲି ରାତିରେ ଯେତେବେଳେ ସେ ମୋ ହାତ ଧରି ମୋ ଆଖିକୁ ଚାହିଁଲେ ଏବଂ ପଚାରିଲେ, ସୋନାଲି, ତୁମେ ମୋତେ ଭଲ ପାଅ କି? ତୁମେ ମୋ ପ୍ରେମର ତୀବ୍ରତା ସହ୍ୟ କରିପାରିବ? ମୁଁ ହଁ କହିଥିଲି। କେବଳ ଜଣେ ଭଲ ସ୍ତ୍ରୀ ହେବାକୁ ଚାହୁଁଥିଲି, କିନ୍ତୁ ସେହି ହମ ମୋ ଜୀବନକୁ ବଦଳାଇ ଦେଲା। ସେ ତୃଷାର୍ତ୍ତ ପ୍ରାଣୀ ପରି ଶିକାର ଉପରେ ଝାମ୍ପି ପଡ଼ିଲା। କିଛି ସ୍ଥାନରେ ରକ୍ତ ମଧ୍ୟ ବାହାରିଲା ଏବଂ ସେ ଏହାକୁ ଏକ ଶିକାର ପରି ସଫା କରିଦେଲା। ମୁଁ ଆଶ୍ଚର୍ଯ୍ୟ ହୋଇଗଲି, କିନ୍ତୁ ନୀରବ ରହିଲି, କାରଣ ସେ ମୋ ସ୍ୱାମୀ ଥିଲେ। ରୋଷେଇ ଘରେ ମୁଁ ଚୁଲି ଜଳାଇବାକୁ ଚେଷ୍ଟା କଲି, କିନ୍ତୁ ମୁଁ ନୂତନ ଘରର ଉପାୟ ବୁଝିପାରିଲି ନାହିଁ। ଏହା କୌଣସି ସାଧାରଣ ଘର ନୁହେଁ, ବରଂ ଏକ ପ୍ରାସାଦ ଥିଲା। ମୋ ବାପା ମା ଏତେ ଧନୀ ଦିଆସିଲି କିପରି ବ୍ୟବସ୍ଥା କରିଥିଲେ ତାହା ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇଗଲି। ମୁଁ ଚୁଲି ଛାଡ଼ି ଏକ କୋଣରେ କ୍ଳାନ୍ତ ହୋଇ ବସିଲି। ମୁଁ ଟେବୁଲ ଉପରେ ମୁଣ୍ଡ ରଖି ପ୍ରାର୍ଥନା କଲି ଯେ ଜଣେ ଚାକର ଉଠି ସାହାଯ୍ୟ କରିବ। ହଠାତ୍ ରୋଷେଇ ଘର ଦ୍ୱାରରେ ଏକ ମୃଦୁ ଶବ୍ଦ ହେଲା। ମୁଁ ଉପରକୁ ଚାହିଁଲି ଏବଂ ରାହୁଲ ଠିଆ ହୋଇଥିଲା। ତାର ନଜର ଏବଂ ହସ୍ ସାର୍ଟବିହୀନ ମୁହଁରେ ସେହି ଅଦ୍ଭୁତ ହସ। ତାର ହାତ ଛାତିରେ ଯୋଡ଼ି ହୋଇ ମୋ ମେରୁଦଣ୍ଡରେ ଥରହର ହୋଇଗଲା। ମୁଁ ଭୟରେ ଠିଆ ହେଲି। ସେ ପାଖକୁ ଆସି ଧୀରେ କହିଲା, ସୋନାଲି, ଯଦି ତୁମେ ଏଠାରେ କିଛି ଜାଣିନାହଁ, ତେବେ ତୁମେ କୋଠରୀରୁ ବାହାରକୁ ଆସିବାକୁ କାହିଁକି ଚେଷ୍ଟା କଲ? ତୁମେ ଜାଣିଛ ମୁଁ ଏଥିରେ କେତେ ଖରାପ ଅନୁଭବ କରୁଛି। ତାଙ୍କ ମୁହଁ ବଦଳୁଥିଲା। ତାଙ୍କ ଆଖିରେ କ୍ରୋଧ ଥିଲା। ସେ ମୋ କାନ୍ଧ ଧରି ମୋତେ ପାଖକୁ ଟାଣି ଆଣି କଠୋର ସ୍ୱରରେ କହିଲେ, ତୁମେ ତଳକୁ କାହିଁକି ଆସିଛ? ମୁଁ ହଟିଗଲି। ମୁଁ ଭୋକ ଲାଗୁଥିଲା, କିନ୍ତୁ ଚୁଲି ଜଳୁନଥିଲା। ସେ ମୋତେ ସନ୍ଦେହଜନକ ଭାବରେ ଦେଖିଲେ। ତାପରେ ସେ ଚୁଲି ଆଡ଼କୁ ଚାହିଁ ପଚାରିଲେ, ତୁମେ କଣ ମୋ ସହିତ ମିଛ କହୁଛ? ମୋର ହୃଦୟ ଧଡ଼ ଧଡ଼ କରୁଥିଲା। ମୁଁ ବୁଝିପାରିଲି ନାହିଁ ଯେ ମୁଁ କେଉଁ ଅସୁବିଧାରେ ପଡ଼ିଛି। ବିବାହର ଗୋଟିଏ ସପ୍ତାହ ପୂର୍ବରୁ ମା ଏବଂ ବାପା ଘରକୁ ଫେରିବା ପରେ ମୋତେ ମନେ ପଡ଼ିଲା, ସେମାନଙ୍କ ମୁହଁ ଏତେ ଉଜ୍ଜଳ ଥିଲା। ମା ମୋ କପାଳକୁ ଚୁମ୍ବନ ଦେଇ କହିଲେ, ଝିଅ, ତୁମେ ବହୁତ ଭାଗ୍ୟବାନ। ତୁମର ଏତେ ଭଲ ପ୍ରସ୍ତାବ ଅଛି। ଏହିପରି ଜ୍ୱାଇଁ ଲକ୍ଷରେ ଗୋଟିଏ। ଆମେ ଗରିବ ଥିଲୁ। ବାପା ରେଳ ଷ୍ଟେସନରେ କାମ କରୁଥିଲେ ଏବଂ ମା ବାସନ ମାଜୁଥିଲେ। ହଠାତ୍ ଏହି ରାଜ ପରିବାରରୁ ଏକ ପ୍ରସ୍ତାବ ଆସିଲା। ସେମାନେ ବିଳମ୍ବ ନ କରି ହମ୍ କହିଲେ ଏବଂ ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ବିବାହ ହୋଇଗଲା। ମୁଁ ମଧ୍ୟ ରାହୁଲ ପ୍ରସ୍ତୁତ ହେଉଥିବା ସମୟରେ ତାଙ୍କ ପ୍ରେମରେ ପଡ଼ିଯାଇଥିଲି। କିନ୍ତୁ ଏବେ ଯେତେବେଳେ ମୁଁ ଏହି ଘରର ଦ୍ୱାର ଦେଶରେ ପାଦ ଦେଉଥିଲି, ତାଙ୍କ ପ୍ରତି ମୋର ଭୟ ଦୂର ହେଉନଥିଲା। ସେ ଚୁଲି ଜାଳିଦେଲେ ଏବଂ ଚା ପାତ୍ରରେ ପାଣି ଢାଳିଦେଲେ। ମୁଁ କେବଳ ନୀରବରେ ତାଙ୍କୁ ଚାହିଁ ରହିଲି। ମୋ ପାଇଁ କଣ ଅଛି ତାହା ନିଶ୍ଚିତ ନଥିଲା। ଭୟଭୀତ ହୋଇ ମୁଁ ଧୀରେ କହିଲି, ଏହା ହେବାକୁ ଦିଅ। ମୁଁ ନିଜେ ରାଗିବି। ମୋର ହୃଦୟ ଭୟରେ ପୂର୍ଣ୍ଣ ହୋଇଗଲା। ଭୟ ଯେ ସେ ରାଗିଯାଇ ମୋତେ ଦଣ୍ଡ ଦେଇପାରନ୍ତି। କିନ୍ତୁ ମୋ କଥା ଶୁଣି ସେ ଗଭୀର ହସ ସହିତ ମୁଣ୍ଡ ହଲାଇ କହିଲେ, ହମ, ଶୀଘ୍ର ମୁଁ ମୋ ସ୍ତ୍ରୀ ଦ୍ୱାରା ରନ୍ଧା ଜଳଖିଆ ଖାଇବି। କିନ୍ତୁ ଆଜି ମୁଁ ନିଜେ ତୁମ ପାଇଁ ଜଳଖିଆ ରାନ୍ଧିବି। ତୁମେ ସାରା ରାତି ମୋ ପ୍ରେମର କଠୋରତା ସହ୍ୟ କରିଛ, ତେଣୁ ଟିକିଏ ପୁରସ୍କାର ପାଇବାକୁ ଅଛି। ତାଙ୍କ କଥା ଶୁଣି ମୁଁ ନୀରବରେ ମୁଣ୍ଡ ନଇ ପଡ଼ିଲି। ଭୟ ସ୍ପଷ୍ଟ ଥିଲା, କିନ୍ତୁ ତାଙ୍କ ମୁହଁରେ ଏକ ଅଦ୍ଭୁତ ଆନନ୍ଦ ମଧ୍ୟ ଦୃଶ୍ୟମାନ ହେଉଥିଲା। ଯଦିଓ ମୁଁ ଏକ ଗରିବ ପରିବାରରୁ ଆସିଛି, ଭଗବାନ ମୋତେ ସୌନ୍ଦର୍ଯ୍ୟରେ ଆଶୀର୍ବାଦ କରିଥିଲେ। ମୁଁ ପୂର୍ବରୁ ଅନେକ ପ୍ରସ୍ତାବ ପାଇଥିଲି, କିନ୍ତୁ ଏତେ ବଡ଼ ଏବଂ ଧନୀ କେବେ ହୋଇନଥିଲା। ସେଥିପାଇଁ ମା ଏବଂ ବାପା ବିଳମ୍ବ କଲେ ନାହିଁ ଏବଂ ଗୋଟିଏ ସପ୍ତାହ ମଧ୍ୟରେ ସେ ମୋତେ ବିଦାୟ ଦେଲେ। ସେ ଶୀଘ୍ର ପରଟା ଏବଂ ଚା ପ୍ରସ୍ତୁତ କଲେ। ମୁଁ ଏକ ଆମଲେଟ୍ ବିଷୟରେ ଭାବିଲି, କିନ୍ତୁ କହିବାକୁ ନିଜକୁ ସମ୍ମତ କରିପାରିଲି ନାହିଁ। ସେ ହସି ହସି ପ୍ଲେଟଟି ମୋ ସାମ୍ନାରେ ରଖିଲେ
ଏବଂ ପଚାରିଲେ, ତୁମେ ତରକାରୀ ସହିତ ଏକ ପରଟା ଚାହଁ କି? ନା, ମୁଁ ତୁମ ପାଇଁ ଏକ ଆମଲେଟ୍ ତିଆରି କରିବି। ମୁଁ ସକୋଚ କରି କହିଲି, କିନ୍ତୁ ତାପରେ ସକୋଚ କରି ମନା କରିଦେଲି, ନା, ମୁଁ କେବଳ ଚା ସହିତ ଏକ ପରଟା ଖାଇବି। ସେ ମୋ କେଶକୁ ଆଙ୍ଗୁଠି ମାରି କହିଲେ, ନା ପ୍ରିୟା, ତୁମେ କଣ ଚାହୁଁଛ ସ୍ପଷ୍ଟ ଭାବରେ କୁହ। ମୋର ଭୟ ସତ୍ତ୍ୱେ ମୁଁ ସାହସ ସଂଗ୍ରହ କରି ଚୁପ ଚାହେ ଏବଂ ଚୁପ ହୋଇ କହିଲି, ମୁଁ ଏକ ଆମଲେଟ୍ ଚାହୁଁଛି। ମୋ କଥା ଶୁଣିବା ମାତ୍ରେ ସେ ତୁରନ୍ତ ଏକ ଆମଲେଟ୍ ତିଆରି କରି ମୋ ସାମ୍ନାରେ ରଖିଲେ। ମୁଁ ଆଶ୍ଚର୍ଯ୍ୟ ହୋଇଗଲି, କାରଣ ସେ ନିଜ ପାଇଁ କିଛି ତିଆରି କରିନଥିଲେ। ମୁଁ କହିଲି, ତୁମେ ନିଜ ପାଇଁ କିଛି ତିଆରି କରିନାହଁ, ଏଠାରେ ଖାଅ। କିନ୍ତୁ ସେ ମୁଣ୍ଡ ହଲାଇଲେ, ନା, ତୁମେ ଖାଅ। ମୁଁ ଏବେ ପୋଷାକ ବଦଳାଇ ଅଫିସ ଯିବି। ମୋ ପାଖରେ ଅଧିକ ସମୟ ନାହିଁ। ମୁଁ କେବଳ ତୁମ ସହିତ ବସିବାକୁ ଚାହୁଁଥିଲି। ଏବଂ ହଁ, ଗୋଟିଏ କଥା ମନେ ରଖ, ରୁମ୍ ଛାଡ଼ିବାକୁ ଚେଷ୍ଟା କର ନାହିଁ। ଯଦି ତୁମେ ଭୋକିଲା ଅଛ, ତେବେ ରୁମ୍ରେ ଏକ ଇଣ୍ଟରକମ ଅଛି। ସେଠାରୁ ତୁମର ଅର୍ଡର ଦିଅ। ଯଦି ତୁମେ ପୁଣି ବାହାରକୁ ପାଦ ଦିଅ, ମନେ ରଖ, ତୁମେ ଏହି ଘରର ମାଲିକଙ୍କୁ ପାଇବ, ତୁମ ସ୍ୱାମୀଙ୍କୁ ନୁହେଁ। ଏବଂ ମୁଁ ନିର୍ଦ୍ଦେଶିତ ହେବାକୁ ପସନ୍ଦ କରେ ନାହିଁ। ତାଙ୍କ କଥା ଶୁଣି ମୋର ହୃଦୟ ଆହୁରି ଦୁର୍ବଳ ହୋଇଗଲା। ମୁଁ ଚୁପଚାପ ମୁଣ୍ଡ ନୁଆଇ ଜଳଖିଆ ଖାଇବାକୁ ଲାଗିଲି। ମୁଁ କେବଳ କିଛି ଖଣ୍ଡ ଖାଇଲି, କିନ୍ତୁ ତାଙ୍କ ଉପସ୍ଥିତିରେ ମୁଁ ମନା କରିବାକୁ ସାହସ କରିନଥିଲି। ଜଳଖିଆ ସରିବା ମାତ୍ରେ ସେ ମୋ ହାତ ଧରି ରୁମ ଆଡ଼କୁ ଟାଣିନେଲେ। ମୋର ହୃଦୟ ପୁଣି ଧଡ଼ଧଡ଼ କରିବାକୁ ଲାଗିଲା। ମୁଁ ଭାବିଥିଲି ଯେ ମୁଁ ପୁଣି ଏକା ରହିଯିବି କି? ମୁଁ ଆଶା କରୁଛି ସମାନ ଘଟଣା ନ ଘଟେ। କିନ୍ତୁ ସୌଭାଗ୍ୟବଶତଃ ସେ ରୁମକୁ ଆସିବା ମାତ୍ରେ ସେ ମୋତେ ଛାଡ଼ିଦେଲେ ଏବଂ ବାଥରୁମକୁ ଗଲେ। ମୁଁ କେବଳ ଆଶ୍ୱସ୍ତିର ନିଶ୍ୱାସ ନେଉଥିଲି। କିଛି ମୁହୂର୍ତ୍ତ ପରେ ସେ ଏକ ଗାମୁଛାରେ ଘୋଡ଼ାଇ ହୋଇଆସିଲେ। ମୁଁ ଲଜ୍ଜାରେ ମୋ ମୁଣ୍ଡକୁ ନଈ ପକାଇଲି। କିନ୍ତୁ ସେ ହସି କହିଲେ, ଏବେ କଣ ଲଜ୍ଜା? ଗତକାଲି ରାତିରେ ସମସ୍ତ ଘୋଡ଼ା କାଢି ଦିଆଯାଇଛି। ମୋ ଗାଲ ଜଳିବାକୁ ଲାଗିଲା। ସେ ପୁଣି ହସି କହିଲେ, ତୁମେ ଅଜବ। ମୁଁ ସାରା ରାତି ମୋ ପ୍ରେମର ବର୍ଷାରେ ତୁମକୁ ଭିଜିଥିଲି ଏବଂ ତୁମେ ଏବେ ବି ଲଜ୍ଜିତ ଅନୁଭବ କରୁଛ। ମୁଁ ନୀରବ ରହିଲି। ସେ ପୋଷାକ ପିନ୍ଧିଲେ ଏବଂ ଯେତେବେଳେ ସେ ତାଙ୍କ 3 ପିସ୍ ସୁଟ୍ ପିନ୍ଧି ମୋ ସମ୍ମୁଖରେ ଉପସ୍ଥିତ ହେଲେ, ସେ ପ୍ରକୃତରେ ସୁନ୍ଦର ଦେଖାଯାଉଥିଲେ। କିନ୍ତୁ କେବଳ ମୁଁ ଜାଣିଥିଲି ତାଙ୍କ ସୁନ୍ଦର ମୁହଁ ପଛରେ ଲୁଚି ରହିଥିବା ନିଷ୍ଠୁରତା। ହଠାତ୍ ସେ ଭିତରକୁ ଝୁଣ୍ଟି ପଡ଼ିଲେ ଏବଂ କିଛି ନ ଭାବି ମୋ ବେକରେ ତାଙ୍କ ଦାନ୍ତ ପୂରେଇ ଦେଲେ। ମୁଁ ଯନ୍ତ୍ରଣାରେ କହି ପଡ଼ି ତାଙ୍କ ପିଠି ପିଟିବାକୁ ଲାଗିଲି। କିନ୍ତୁ ଏପରି ମନେ ହେଉଥିଲା ଯେ ସେ ଚିନ୍ତା କଲେ ନାହିଁ। ଶେଷରେ ସେ ସ୍ୱେଚ୍ଛାସେବୀ ଭାବରେ ଛାଡ଼ିଦେଲେ। ମୋ ବେକରୁ ରକ୍ତ ବାହାରି ଯାଉଥିଲା। ଏହା ଦେଖି ସେ ସାମାନ୍ୟ ହସି ଘର ଛାଡ଼ିଦେଲେ। ମୁଁ ଶୀଘ୍ର ରକ୍ତ ପୋଛି କ୍ଷତ ଧୋଇବା ପାଇଁ ବାଥରୁମକୁ ଗଲି। ମୋର ହୃଦୟ ଭୟ ଏବଂ ଅନୁତାପରେ ପୂର୍ଣ୍ଣ ହୋଇଗଲା। ମୁଁ ନିଜକୁ ଅଭିଶାପ ଦେଉଥିଲି, କାହିଁକି ମୁଁ ମୋ ବାପା ମାଙ୍କୁ ପୁଅଟିକୁ ଭଲ ଭାବରେ ଅନୁସନ୍ଧାନ କରିବାକୁ କହିନଥିଲି। ସେ ଧନୀ ଥିଲା, କିନ୍ତୁ ସେ କି ପ୍ରକାରର ବ୍ୟକ୍ତି ତାହା ଦେଖିବା ଗୁରୁତ୍ୱପୂର୍ଣ୍ଣ ଥିଲା। କିନ୍ତୁ ଆମେ ଗରିବ ଥିଲୁ ଏବଂ ଧନର ଲୋଭ ସମସ୍ତଙ୍କୁ ଧାଇ ଆଣିଥିଲା। ମୁଁ ମଧ୍ୟ ଏକ ଧନୀ ବର, ଏକ ବଡ଼ ଘର ଏବଂ ବିଳାସପୂର୍ଣ୍ଣ ସ୍ୱପ୍ନ ଦେଖିଥିଲି। କିନ୍ତୁ ଏବେ ମୁଁ ଏହି ସବୁ ଚମକ ପଛରେ ଲୁଚି ରହିଥିବା ଅନ୍ଧକାର ସତ୍ୟକୁ ବୁଝିପାରିଲି। ମୋର ହୃଦୟ ମୋତେ କହିଲା ଯେ ମୋ ବାପା ସର୍ବୋତ୍ତମ। ଯଦିଓ ସେ କଷ୍ଟରେ ପରିବାର ପ୍ରତିପୋଷଣ କରିପାରିଲେ, ସେ ମୋ ମାଙ୍କୁ କେବେ କ୍ଷତି ପହଞ୍ଚାଇ ନଥିଲେ। ଏଠାରେ ଜଣେ ଧନୀ ବ୍ୟକ୍ତିଙ୍କ ସହିତ ରହିବା ଜେଲ୍ ଯିବା ପରିଥିଲା। ତାଙ୍କର ଅଜବ ଇଚ୍ଛା ଏବଂ ଦାବି, ଯାହାକୁ ଜଣେ ସ୍ତ୍ରୀ ଯେକୌଣସି ମୂଲ୍ୟରେ ପୂରଣ କରିବାକୁ ପଡ଼ିବ। ମୁଁ କାନ୍ଦି କାନ୍ଦି କ୍ଳାନ୍ତ ହୋଇଗଲି। ତାପରେ ହଠାତ୍ ପାଖରେ ଥିବା ଟେଲିଫୋନ ଜୋରରେ ବାଜିବାକୁ ଲାଗିଲା। ମୁଁ ଭୟଭୀତ ହୋଇ ଏହାକୁ ଚାହିଁଲି। ରିସିଭର ଉଠାଇବି କି ନାହିଁ ତାହା ନିଶ୍ଚିତ ନଥିଲା। ମୁଁ ରିସିଭର ଉଠାଇ ମୋ କାନରେ ଲଗାଇଥିଲି। ହଠାତ୍ ରାହୁଲର ଭାରୀ ସ୍ୱର ପ୍ରତିଧ୍ୱନିତ ହେଲା, ମୁଁ ଏପରି କଣ ଅପରାଧ କରିଛି ଯେ ତୁମେ ଏପରି କାନ୍ଦୁଛ ଯେପରି ମୁଁ ଆଉ ଏହି ଦୁନିଆରେ ନାହିଁ। ଏହା ଶୁଣି ମୋର ହୃଦୟ ଧଡ଼ଧନ କରିବାକୁ ଲାଗିଲା। ମୁଁ ଭାବିଲି, ସେ କିପରି ଜାଣିଲେ ମୁଁ କାନ୍ଦୁଛି? ମୁଁ କିଛି କହିବା ପୂର୍ବରୁ ତାଙ୍କର ଥଣ୍ଡା କିନ୍ତୁ ଭୟଙ୍କର ସ୍ୱର ପୁଣି ଥରେ ଶୁଭିଲା, ମନେ ରଖ ସୋନାଲି, ମୁଁ ସବୁବେଳେ ତୁମ ଉପରେ ନଜର ରଖେ। ଯଦି ମୁଁ ତୁମ ଆଖିରୁ ଗୋଟିଏ ଲୁହ ଝରିବାର ଦେଖେ, ତେବେ ଦଣ୍ଡ ତୁମର ଜୀବନ ହେବ। ମୋର ସମଗ୍ର ଶରୀର ଥରି ଉଠିଲା। ମୋ ଓଠରୁ କେବଳ ଗୋଟିଏ ଶବ୍ଦ ବାହାରି ଆସିଲା, ହମ୍, ଏବଂ ମୁଁ ଫୋନ୍ କାଟିଦେଲି। ଏବେ ମୁଁ ସମ୍ପୂର୍ଣ୍ଣ ଭୟଭୀତ ହୋଇଗଲି। କୋଠରୀର କାନ୍ଥଗୁଡ଼ିକ ଏକ ଜେଲ୍ ପରି ଅନୁଭବ ହେଉଥିଲା। ମୁଁ ଭୟଭୀତ ହୋଇ ଚାରିପାଖକୁ ଚାହିଁଲି,
ଯେପରି ମୁଁ ମୋ ନିଜ ଘରେ ବନ୍ଦୀ। ସମୟ ଧୀରେ ଧୀରେ ବିତି ଯାଉଥିଲା। ଅପରାହ୍ନ 3ଟା ବାଜିଗଲା ଏବଂ ଭୋକ ଆହୁରି ତୀବ୍ର ହେଉଥିଲା। ମୁଁ ଦ୍ୱାର ଖୋଲି ବାହାରକୁ ଯିବାକୁ ଇଚ୍ଛା କରୁଥିଲି, କିନ୍ତୁ ମୁଁ ଭୟ କରୁଥିଲି ଯେ ଯଦି ରାହୁଲ ମୋତେ ଦେଖେ ତେବେ ଏହି ଭୁଲ କେବେ କ୍ଷମା ପାଇବ ନାହିଁ। ଥରୁଥିବା ହାତରେ ମୁଁ ଇଣ୍ଟରକମ ପାଖକୁ ଗଲି। ମୁଁ ସକୋଜ କରି ରିସିଭର ଉଠାଉଥିଲି, ସେତେବେଳେ ଜଣେ ମହିଳାଙ୍କ ସ୍ୱର ଶୁଭିଲା, ହଁ ମାଡାମ, ଆପଣଙ୍କ ଆଦେଶ କଣ? ମୁଁ ଭୟଭୀତ ହୋଇ କହିଲି, ମୋତେ ବହୁତ ଭୋକ ଲାଗୁଛି, ଦୟାକରି ମୋ ପାଖକୁ କିଛି ଖାଇବାକୁ ପଠାନ୍ତୁ। କିଛି ମୁହୂର୍ତ୍ତ ପାଇଁ ନୀରବତା ରହିଲା। ତାପରେ ସମାନ ସ୍ୱର ଆସିଲା, ମ୍ୟାଡାମ, ଆପଣ କଣ ଖାଇବାକୁ ଚାହାନ୍ତି କୁହନ୍ତୁ, ମୁଁ ତୁରନ୍ତ ପଠାଇଦେବି। ମୁଁ ଶୀଘ୍ର କହିଲି, ଦୟାକରି ଆପଣଙ୍କ ପାଖରେ ଯାହା ଅଛି ତାହା ପଠାନ୍ତୁ, ମୋତେ ବହୁତ ଭୋକ ଲାଗୁଛି। ଏତିକି କହି ମୁଁ ରିସିଭର ରଖିଲି। ପ୍ରାୟ 10 ମିନିଟ୍ ପରେ ଦ୍ୱାରରେ ଠକ ଠକ ଶବ୍ଦ ହେଲା। ମୁଁ ସାହସ ସଂଗ୍ରହ କରି ଖୋଲିଲି। କେବଳ ଡାଇନିଂ ଟେବୁଲରେ ଜଣେ ଚାକରାଣୀ ଠିଆ ହୋଇଥିବା ଦେଖିଲି। ସେ ଭିତରକୁ ଆସି ଟ୍ରେ ରଖି କହିଲେ, ମ୍ୟାଡାମ, ଦୟାକରି ଏବେଠାରୁ ରାତ୍ରି ଭୋଜନ ମେନୁ ସ୍ଥିର କରନ୍ତୁ। ମୁଁ ପୂର୍ବରୁ କିଛି ହାଲୁକା ପ୍ରସ୍ତୁତ କରିସାରିଛି। ଦୟାକରି ମୋତେ ରାତ୍ରି ଭୋଜନ ବିଷୟରେ ମଧ୍ୟ କୁହନ୍ତୁ, ଯାହାଦ୍ୱାରା ମୁଁ ଏହାକୁ ସମୟ ମଧ୍ୟରେ ପ୍ରସ୍ତୁତ କରିପାରିବି। ମୁଁ ଟ୍ରେ ଆଡ଼କୁ ଚାହିଁଲି। ଏଥିରେ ବିଭିନ୍ନ ପ୍ରକାରର ପନିପରିବା, ତରକାରୀ, ଭାତ ଏବଂ ରୋଟି ଥିଲା। ମୋ ମୁହଁରୁ ଅନିଚ୍ଛାକୃତ ଭାବରେ ଗୋଟିଏ ଶବ୍ଦ ବାହାରି ଆସିଲା, ରାତିରେ ମଧ୍ୟ ସମାନ ଜିନିଷ ପ୍ରସ୍ତୁତ କର, ତୁମକୁ ଚିନ୍ତା କରିବାକୁ ପଡ଼ିବ ନାହିଁ। ସେ ମୁଣ୍ଡ ହଲାଇ ଚାଲିଗଲେ ଏବଂ ମୁଁ ଖାଇବା ଆରମ୍ଭ କଲି। ମୁଁ ବହୁତ ଭୋକ ଅନୁଭବ କରୁଥିଲି, କିନ୍ତୁ କିଛି ଖଣ୍ଡ ଖାଇବା ମାତ୍ରେ ହଠାତ୍ ଏକ ଭାରି ନିଦ୍ରା ମୋତେ ଆଘାତ କଲା। ମୁଁ ଆଶ୍ଚର୍ଯ୍ୟ ହୋଇଗଲି। ମୁଁ କିଛି ସମୟ ପୂର୍ବରୁ ସମ୍ପୂର୍ଣ୍ଣ ସୁସ୍ଥ ଥିଲି, କିନ୍ତୁ ଖାଇବା ମାତ୍ରେ ନିଦ୍ରା ମୋତେ ଟାଣି ନେବାକୁ ଲାଗିଲା। ମୁଁ ପ୍ଲେଟଟିକୁ ଠେଲି ଦେଇ ପାଣି ପିଇଲି ଏବଂ ବିଛଣାରେ ଶୋଇଗଲି। ମୋ ଆଖିପତା ଏତେ ଭାରି ହୋଇଗଲା ଯେ ମୁଁ କେତେବେଳେ ଗଭୀର ନିଦ୍ରାରେ ପଡ଼ିଗଲି ତାହା ଜାଣିପାରିଲି ନାହିଁ। ପ୍ରାୟ 2 ଘଣ୍ଟା ପରେ ଯେତେବେଳେ ମୁଁ ଉଠିଲି, ମୁଁ ଭୟଭୀତ ହୋଇଗଲି, କାରଣ ମୁଁ ଯେଉଁ ବିଛଣାରେ ଶୋଇଥିଲି ସେଠାରେ ନଥିଲି। ମୁଁ ଏକ ଅନ୍ଧାର କୋଠରୀରେ ଥିଲି। ମୋ ଚାରିପାଖରେ ଅନ୍ଧାର, ଶ୍ୱାସରୋଧ ଏବଂ ନୀରବତା ଥିଲା। ମୋର ହୃଦୟ ଏତେ ଦ୍ରୁତ ଗତିରେ ଧଡ଼ୁଥିଲା ଯେ ମନେ ହେଉଥିଲା ଯେ ଏହା ମୋ ଛାତିରୁ ଫାଟି ବାହାରକୁ ବାହାରି ଆସିବ। ମୁଁ ତଳେ ପଡ଼ି ନିଶ୍ୱାସ ନେବାକୁ ସଂଘର୍ଷ କରୁଥିଲି। ଭୟଭୀତ ହୋଇ ମୁଁ ପରମେଶ୍ୱର ଏବଂ ମୋ ପିତାମାତାଙ୍କୁ ଡାକିବାକୁ ଲାଗିଲି। ମୋ ସହିତ କଣ ହେଉଛି ତାହା ମୁଁ ବୁଝିପାରିଲି ନାହିଁ। ମୁଁ ଜୋରରେ ଚିତ୍କାର କଲି, ଦୟାକରି ମୋତେ ଏଠାରୁ ବାହାର କର, ମୁଁ ଅନ୍ଧାରକୁ ବହୁତ ଭୟ କରୁଛି। ଆତଙ୍କ ଏତେ ତୀବ୍ର ହେଲା ଯେ ମୁଁ ଉତ୍ତେଜିତ ଭାବରେ ମୋର କେସ୍ ଟାଣିବାକୁ ଲାଗିଲି। ମୁଁ ଭାବିଲି ମୁଁ ନିଶ୍ୱାସ ବନ୍ଦ କରିଦେବି। ତାପରେ ହଠାତ୍ ସମଗ୍ର କୋଠରୀ ଆଲୋକରେ ପୂର୍ଣ୍ଣ ହୋଇଗଲା। ମୁଁ ସ୍ପଷ୍ଟ ଭାବରେ ଦେଖିପାରୁଥିଲି ଏହା ଘରର ବେସମେଣ୍ଟ ଥିଲା। ମୁଁ ଭୟଭୀତ ହୋଇ ଚାରିପାଖକୁ ଚାହିଁଲି ଏବଂ ତାପରେ ମୋର ଆଖି ଦ୍ୱାର ଉପରେ ପଡ଼ିଲା। ସେଠାରେ ରାହୁଲ ଠିଆ ହୋଇଥିଲା। ଦ୍ୱାର ପାଖରେ ଆଉଜି ପଡ଼ି ତାଙ୍କ ଆଖିରେ ସେହି ବିପଦପୂର୍ଣ୍ଣ ଚମକ ଥିଲା। ମୁଁ ତାଙ୍କୁ ଦେଖିବା ମାତ୍ରେ ଥରି ଉଠି ତାଙ୍କ ପାଖକୁ ଦୌଡ଼ି ତାଙ୍କ ଛାତିରେ ଲାଗି ରହିଲି। ମୁଁ ଜୋରରେ କାନ୍ଦିବାକୁ ଲାଗିଲି। ଅନ୍ଧାରରେ ଭୟ ଏବଂ ଭୟ ମୋତେ ସମ୍ପୂର୍ଣ୍ଣ ଭାବରେ ଥରାଇ ଦେଇଥିଲା। ସେ ମୋ ଚାରିପାଖରେ ତାଙ୍କ ହାତ ଗୁଡ଼ାଇ ନଥିଲେ। ମୋ ହୃଦୟକୁ ଭାରାକ୍ରାନ୍ତ କରିବାର କିଛି ସମୟ ପରେ ମୁଁ ସେଠାରୁ ଦୂରେଇ ଗଲି ଏବଂ ତାଙ୍କ ମୁହଁରେ ଏକ ଥଣ୍ଡା କଠୋରତା ଦେଖାଗଲା। ମୁଁ କିଛି କହିବାକୁ ଯାଉଥିଲି ଯେତେବେଳେ ସେ ମୋର ଜିଦ୍ ଧରି ମୋ କେଶକୁ ଧରିଲେ ଏବଂ ମୋ ମୁହଁକୁ ତାଙ୍କ ପାଖକୁ ଆଣି କହିଲେ, ଏହି ଅନୁମତି ସହିତ ତୁମେ ତୁମର ନିଷ୍ପତ୍ତି ଚାକରମାନଙ୍କ ଉପରେ ଛାଡ଼ିଦେଲ। ତୁମେ ମୋତେ ଡାକି ମୁଁ ମଧ୍ୟାହ୍ନ ଭୋଜନରେ କଣ ଖାଇବାକୁ ଚାହୁଁଛି ପଚାରିବାକୁ ଭାବିଲ ନାହିଁ। ତାଙ୍କର କଠୋର ସ୍ୱର ମୋ ମେରୁଦଣ୍ଡରେ ଥରହର କରିଦେଲା। ମୁଁ କିଛି କହିବା ପୂର୍ବରୁ ସେ କହିଲେ, ଏବେ ତୁମେ ମୋତେ ଲୁହ ଝରାଇ ଦେଉଛ। ମୁଁ ଆଜି ସକାଳେ ତୁମକୁ କହିଥିଲି ଯେ ତୁମ ଆଖିରେ ଗୋଟିଏ ଲୁହ ରହିବା ଉଚିତ ନୁହେଁ। ତାଙ୍କ କଥା ମୋତେ ଆହୁରି ଭୟଭୀତ କରିଦେଲା। ମୋର ସମଗ୍ର ଶରୀର ଥରି ଉଠିଥିଲା। ଏପରି ନିର୍ଦ୍ଦେଶ ଦେବା ପାଇଁ ଏ କି ପ୍ରକାରର ବ୍ୟକ୍ତି? ମୋ ମନରେ କେବଳ ଗୋଟିଏ ଭାବନା ଖେଳିଗଲା। ମୁଁ କିଛି କହିବାକୁ ଯାଉଥିଲି, ହଠାତ୍ ସେ ମୋତେ ମୁହଁରେ ଏକ ଜୋରରେ ଚାପୁଡ଼ା ମାରିଲେ। ମୁଁ ତଳେ ପଡ଼ିଗଲି। ସେ ଥଣ୍ଡା ସ୍ୱରରେ କହିଲେ, ଯଦି ତୁମେ ତୁମର ଜୀବନର ନିଷ୍ପତ୍ତି ଜଣେ ଚାକର କିମ୍ବା ଅପରିଚିତ ବ୍ୟକ୍ତିଙ୍କ ଉପରେ ଛାଡ଼ିଦିଅ, ତେବେ ମୁଁ ତୁମର ଜୀବନ ନେଇଯିବି। ଏବେଠାରୁ ମୋତେ ସବୁକିଛି ପଚାର। ତୁମେ କଣ ପିନ୍ଧିବ, କଣ ଖାଇବ, ତାହା ମୁଁ ନିଷ୍ପତ୍ତି ନେବି। ଯଦି ତୁମେ ତୁମର ଜୀବନରେ ଅନ୍ୟ କାହାକୁ ସାମିଲ କରିବାକୁ ସାହସ କର, ତେବେ ପରିଣାମ ତୁମ ପାଇଁ
ଭୟଙ୍କର ହେବ। ତାଙ୍କର କଠୋର ସ୍ୱର ଶୁଣି ମୁଁ ଭୟରେ ମୁଣ୍ଡ ହଲାଇଲି। ମୁଁ ଏହି ମହଲରୁ ଦୌଡ଼ି ପଳାଇବାକୁ ନିଜକୁ ନିୟନ୍ତ୍ରଣ କରିପାରିଲି ନାହିଁ। ହଠାତ୍ ସେ ମୋ ପାଖକୁ ଆସିଲେ। ସେ ତାଙ୍କ ମୁହଁକୁ ମୋ ମୁହଁ ପାଖକୁ ଆଣି କହିଲେ, ଯଦି ଏହି ଚିନ୍ତା ତୁମ ମନକୁ ଆସେ, ମନେରଖ ତୁମେ ଜଣେ ମଣିଷକୁ ନୁହେଁ ବରଂ ଜଣେ ଜଲ୍ଲାଦଙ୍କୁ ପାଇବ। ତାଙ୍କ କଥା ଶୁଣି ମୁଁ ସମ୍ପୂର୍ଣ୍ଣ ଚୁପ ହୋଇଗଲି। ସେ ମୋ ହାତ ଧରି ମୋତେ ବାହାରକୁ ନେଇଗଲେ। ମୁଁ ବାହାରକୁ ଆସିବା ମାତ୍ରେ ମୁଁ ଏକ ନିଶ୍ୱାସ ନେଇଥିଲି। ସନ୍ଧ୍ୟା ହୋଇଯାଇଥିଲା। ସେ ମୋତେ ସିଧା କୋଠରୀକୁ ନେଇଗଲେ। ମୁଁ ଏକ ଅଜବ ଭୟ ଅନୁଭବ କଲି, ଯେପରି ସେ ପୁଣି ଥରେ ମୋତେ ପରାସ୍ତ କରିବେ। ଠିକ୍ ଗତ ରାତି ପରି ଆମେ କୋଠରୀ ଭିତରକୁ ପ୍ରବେଶ କରିବା ମାତ୍ରେ ସେ ମୋ ଉପରେ ଝାମ୍ପି ପଡ଼ିଲେ। ମୋର ଶରୀର ସାରା ଆଘାତ ପାଇଲା। ମୁଁ ଯନ୍ତ୍ରଣାରେ ଚିତ୍କାର କଲି, କିନ୍ତୁ ତାଙ୍କ ହାତ ମୋ ପାଟିକୁ ଘୋଡ଼ାଇ ଦେଲା, ମୋର ସ୍ୱରକୁ ଦବାଇ ଦେଲା। ସେ ମୋତେ ତାଙ୍କ ବାହୁରେ ଉଠାଇ ବିଛଣାରେ ପକାଇ ଦେଲେ ଏବଂ ତାପରେ ଏକ ବନ୍ୟ ପଶୁ ପରି ସେ ମୋତେ ଆକ୍ରମଣ କରିବାକୁ ଲାଗିଲେ। ଏହା ମୋର ସ୍ୱାମୀ ରାହୁଲ। ତାଙ୍କର ଏହି ରୂପ ମୋତେ ଭୟଭୀତ କରିଥିଲା। ତାଙ୍କୁ ସମ୍ମାନ କରାଯାଇଥିଲା, କିନ୍ତୁ ସେ ମୋତେ ଏପରି ବ୍ୟବହାର କଲେ ଏବଂ ମୋର ସାହସ ଭାଙ୍ଗିଦେଲେ। ବହୁତ ସମୟ ପର୍ଯ୍ୟନ୍ତ ମୋତେ ଯନ୍ତ୍ରଣା ଦେବା ପରେ ସେ ଚାଲିଗଲେ। ମୁଁ ସେଠାରେ ପଡ଼ି ରହିଲି, ସମ୍ପୂର୍ଣ୍ଣ କ୍ଳାନ୍ତ ଏବଂ ଅସହାୟ। ମୋର ହୃଦୟ କାନ୍ଦୁଥିଲା। ବୋଧହୁଏ ମୋ ଆଖିରୁ ଲୁହ ଶୁଖି ଯାଇଥିଲା। ମାତ୍ର 2 ରାତି ମଧ୍ୟରେ ଏହି ବ୍ୟକ୍ତି ମୋ ଜୀବନକୁ କବଜା କରିନେଇଥିଲେ। ମୋ ଜୀବନର ବାକି ସମୟ କିପରି ରହିବ ସେ ଚିନ୍ତା ମୋ ଶରୀରକୁ ଭୟରେ ଥରାଇ ଦେଉଥିଲା। ପ୍ରଭାତର ପ୍ରଥମ କିରଣ ଆସିଲା, କିନ୍ତୁ ମୋ ଶରୀର ଏତେ ଯନ୍ତ୍ରଣା ଦେଉଥିଲା ଯେ ମୁଁ ଗୋଟିଏ ଇଞ୍ଚ ମଧ୍ୟ ହଲିପାରିଲି ନାହିଁ। ମୁଁ ସେଠାରେ ନିର୍ଜୀବ ହୋଇ ପଡ଼ି ରହିଲି। କିଛି ମୁହୂର୍ତ୍ତ ପରେ ସେ ହଠାତ୍ ମୋତେ ପାଖକୁ ଟାଣି ଆଣିଲେ। ମୁଁ ଭୟଭୀତ ହୋଇ ଉପରକୁ ଚାହିଁଲି ଏବଂ ସେ ତାଙ୍କ ଶକ୍ତିଶାଳୀ ହାତରେ ମୋ ମୁହଁକୁ ଚାପିଦେଲେ। ତାଙ୍କ ଆଖିକୁ ଚାହିଁ ସେ କହିଲେ, ଉଠ ଏବଂ ତୁମ ସ୍ୱାମୀଙ୍କ ପୋଷାକ ବାହାର କରି। ମୋ ଭିତରେ ପ୍ରତିରୋଧର ଭାବନା ବଢ଼ିବାରେ ଲାଗିଲା। ମୋ ହୃଦୟରେ ମୁଁ ଭାବିଲି, ପ୍ରଥମେ ସେ ଯେଉଁ ନିୟମ ତିଆରି କରିଛନ୍ତି ତାହା ମୋତେ କୁହ, ତାପରେ ହିଁ ମୁଁ ତୁମ ସହିତ ମୋ ଜୀବନ ଆରମ୍ଭ କରିବି। କିନ୍ତୁ ମୋର ତାଙ୍କୁ କିଛି କହିବାର ସାହସ ନଥିଲା। ମୁଁ ଭୟଭୀତ ହୋଇ ମୁଣ୍ଡ ହଲାଇ ଉଠିବାକୁ ଚେଷ୍ଟା କଲି। ସେ ମୋର 2 ହାତ ଧରି ତଳକୁ ନଇଁ ପଡ଼ି କହିଲେ, ମୁଁ କଣ ତୁମକୁ ଉଠିବାକୁ କହିଥିଲି? ମୁଁ ବୁଝିପାରିଲି ନାହିଁ ଯେ ସେ କଣ କରିବାକୁ ଯାଉଛନ୍ତି। ଏହି ବ୍ୟକ୍ତି ମୋ ପାଇଁ ଏକ ପହେଲା ଥିଲା, ଯାହାକୁ ମୁଁ ବୁଝିପାରିଲି ନାହିଁ। ବହୁତ ସମୟ ପର୍ଯ୍ୟନ୍ତ ରାହୁଲ ସେଠାରେ ପଡ଼ି ରହିଲା, ମୋତେ ତାଙ୍କ ବାହୁରେ ଧରି। ଯେତେବେଳେ ସେ ଅନୁଭବ କଲେ ଯେ ବହୁତ ଡେରି ହୋଇଗଲାଣି, ସେ ହଠାତ୍ ଠିଆ ହେଲେ। ମୋ ଆଡ଼କୁ ଚାହିଁ ସେ କହିଲେ, ମୁଁ ଗାଧୋଇବାକୁ ଯାଉଛି, ମୋତେ କିଛି କଳା ପୋଷାକ ଆଣ। ଏହା କହି ସେ ବାଥରୁମ ଭିତରକୁ ଗଲେ। ମୁଁ ବହୁତ କଷ୍ଟରେ ଉଠିଲି, କିନ୍ତୁ ମୋ ପିଠି ଯନ୍ତ୍ରଣା ହେଉଥିଲା। ସେ ଯେପରି ମୋତେ ପୁଣି ବେଡରେ ଫିଙ୍ଗି ଦେଇଥିଲେ। ମୋ ପିଠି ଯନ୍ତ୍ରଣା ହେଉଥିଲା। ମୁଁ ଆଲମାରୀ ପାଖକୁ ଯାଇ ମୋର ପୋଷାକ ବାହାର କରି ଡ୍ରେସିଂ ରୁମରେ ରଖିଲି। ଯନ୍ତ୍ରଣାରେ ମୁଁ ସୋଫାରେ ବସିଗଲି। ମୋ ଆଖିରୁ ଲୁହ ବହିଗଲା। ରାହୁଲ କିଛି ସମୟ ପରେ ଏକ ଗାମୁଛା ଘୋଡ଼ାଇ ହୋଇ ବାହାରି ଆସିଲା। ମୁଁ ଥରି ଥରି କଣ୍ଠରେ କହିଲି, ମୁଁ ମରୁଛି, ବହୁତ ଯନ୍ତ୍ରଣା ହେଉଛି। ସେ ଅଟକି ଗଲେ ଏବଂ ମୋ ଆଡ଼କୁ ଚାହିଁଲେ। ମୁଁ ସଙ୍ଗେ ସଙ୍ଗେ କହିଲି, ମୋର ବହୁତ ପିଠି ଯନ୍ତ୍ରଣା ହେଉଛି। ଚାଲିବା ଦ୍ୱାରା ଏହା ଆହୁରି ଖରାପ ହେଉଛି। ସେ ମୋ ଆଡ଼କୁ ଚାହିଁଲେ ଏବଂ କିଛି ନ କହି ପୋଷାକ ବଦଳାଇବାକୁ ଗଲେ। କିନ୍ତୁ ଯେତେବେଳେ ସେ ଫେରି ଆସିଲେ, ସେ ଏକ ଚାଦର ଧରି ଆସୁଥିଲେ। ହଠାତ୍ ସେ ମୋତେ ତାଙ୍କ କୋଳରେ ଉଠାଇ କହିଲେ, ତୁମର ଦେହ ଭଲ ଲାଗୁନାହିଁ, ମୁଁ ତୁମକୁ ରାକେଶଙ୍କ ପାଖକୁ ନେଇଯାଉଛି। ସେଠାରେ ମସାଜ କଲେ ଆରାମ ମିଳିବ। ମୁଁ ଆଶ୍ଚର୍ଯ୍ୟ ହୋଇଗଲି। ଏହି ସେହି ବ୍ୟକ୍ତି ଯିଏ ମୋତେ ଘରୁ ବାହାରକୁ ଯିବାକୁ ମଧ୍ୟ ଦେଉନଥିଲେ ଏବଂ ଆଜି ସେ ନିଜେ ମୋତେ ବାହାରକୁ ନେଇଯାଉଥିଲେ। ସେ ମୋତେ ଗାଡ଼ି ପାଖକୁ ନେଇଗଲେ, ଆଗ ସିଟ୍ରେ ବସାଇଲେ ଏବଂ କହିଲେ, ମୁଁ ରାକେଶକୁ ଘରକୁ ଡାକି ପାରିଥାନ୍ତି, କିନ୍ତୁ ମୋ ପାଖରେ ସମୟ ନାହିଁ। ମୋତେ ତୁମକୁ ସେଠାରେ ଛାଡ଼ି ଅଫିସ ଯିବାକୁ ପଡ଼ିବ। ମୁଁ ଗୋଟିଏ ଘଣ୍ଟା ମଧ୍ୟରେ ଆସି ତୁମକୁ ଉଠାଇ ନେବି। ମୁଁ ଚୁପ୍ ରହିଲି। କିଛି ସମୟ ପରେ ଆମେ ହସ୍ପିଟାଲରେ ପହଞ୍ଚିଲୁ। ସେ ନର୍ସଙ୍କୁ ଟଙ୍କା ଦେଲେ ଏବଂ କହିଲେ, ତାଙ୍କୁ ରାକେଶଙ୍କ ପାଖକୁ ନେଇଯାଅ। ନର୍ସ ମୋତେ ଭଲ ଭାବରେ ଦେଖିଲେ। ରାହୁଲର ନିର୍ମମତାର ଚିହ୍ନ ମୋ ମୁହଁ ଏବଂ ଶରୀରରେ ସ୍ପଷ୍ଟ ଭାବରେ ଦେଖାଯାଉଥିଲା। ମୁଁ ମୁଣ୍ଡ ନୁଆଁଇ ନଇଁ ପଡ଼ିଲି ଏବଂ ଧୀର ସ୍ୱରରେ କହିଲି, ଦୟାକରି ମୋତେ ରାକେଶଙ୍କ ପାଖକୁ ନେଇଯାଅ। ମୋର ଅବସ୍ଥା ବହୁତ ଖରାପ। ନର୍ସ ମୋତେ ଏକ କ୍ୟାବିନରେ ସାହାଯ୍ୟ କଲେ
द्वार बाड़े भीतरकू नहीं गले। राकेशଙ୍କୁ देखिबा मात्रे मोर पाद स्थिर होईगला। मो आगरे बसिथिबा लोकटी ठीक राहुलଙ୍କ परी देखा जाउथिला। मु आश्चर्य होई तांकू चाहि रहिली। से हसी उठी ठिया हेले एवं कहिले, भाऊज मु तुमर दियर, तुमे जाओ, मु तांकर जत्न नेबी। एहा कही से मोते धीरे धीरे एक चेयर उपरे बसाइले। मु एपर्यंत निश्चित थिली एहा से होई पारे कि, किंतु तांकर कांधरे टाटू नथिला जेतेबेले राहुल र थिला। हुए तो एही पार्थक्य मोते मानसिक शांति देउथिला। से मोते चाहि कहिले, तुमर मुहरे एते चिन्ह काहिकी? तांको दृष्टि मो बेककू लागिगला एवं से चुप होईगले। तापरे हठात से पचारिले, तुमे राहुलଙ୍କୁ काहिकी विवाह कल? एही प्रश्न सुनी मु आश्चर्य होईगली। से कौन तांको भाई बोली भाबिथिले, किंतु एपरी प्रश्न काहिकी? मु किछि कहिबा पूर्वरु से परवर्ती शब्द कहिले, तुमे जान भाऊज प्रकृत सत्य कौन न? तांको कथा मोते आश्चर्य करिदेला। मु एथर मध्य किछि कहिली नाही। मु केवल नीरवरे तांको चाहि रहिली। भाबिली से परवर्ती कथा कौन पचारिबे, किंतु से किछि कहिबाकू चेष्टा करिबा मात्रे मु शीघ्र कहिली, मो पिठी बहुत जंत्रणा करुछि। तुमे एही प्रश्न पचारि मोर समय नष्ट करुछ। दयाकरी मोर चिकित्सा कर। मो कथा सुनी से सामान्य मुंड हलाई तुरंत तांको स्त्री सबितांकू डाकिले। सबिता हेउछंती राकेशक स्त्री एवं मोर भूणी जणे महिला डाक्तर। मोते देखिबा मात्रे से मोते भीतरकू नहीं मो पिठिरे सुआई देले। धीरे धीरे से मो पिठिरे मलम लगाइबाकू लागिले। हठात हसी हसी से कहिले, तुमे जान मु किए? मु मुंड हलाइली। से हसी कहिले, मु तुमर भूणी एवं हम मु राकेशଙ୍କ स्त्री मध्य आमे दुहे डाक्तर। मु तथापि किछि कहिली नाही। मो स्वामी मोते मो निज परिवारकू पठाइथिले, तेणु मु कोनोसी सामान्य कथा पई मो जीवनकू जटिल करिबाकू चाहू नथिली। सबिता मो केसकू चापुड़ा मारी कहिला, मु बहुत दुखित जे तुमे एपरी जणे व्यक्तिंकू विवाह करिछ, किंतु तुमे निर्बोध। तुमर तांकू तदंत करिबा उचित थिला। तुमे तुमर जीवनकू एते नर्क किपरि करिछ? से आगको कहिले, तुमे जान तुमे जाहांकू विवाह करिछ तांकू विश्वास करिबा उचित नुहे। एही जंत्रणा एक छोट कथा। एबे निजकू दृढ़ कर। जे पर्यंत तुमे बंचिछ से पर्यंत निज पई लढ़। तुमे केते दिन एठाकू अपमानित होई आसीबो। मु आश्चर्य होई ताकू चाहिली एवं कहिली, तुमर अर्थ कौन? मते किए मारिबो एवं तुमे एपरी कथा काहिकी कहुछ? से सामान्य हसी कहिला, ठीक अछि, मु केवल कहुथिली निज जत्न निह एवं जदि तुमर स्वामी राहुल केबे तुम प्रति निष्ठुर हेबाकू चेष्टा करे, तेबे साहसर सहित तांकू सामना कर। निजकू तांको द्वारा कबलित हेबाकू दियो नाही। तापरे से मोते बाहरकू नेइकले। राकेश मध्य नीरवरे मोते देखुथिले। मु एबे क्लांत होई जाइथिली, किंतु तांकर सहानुभूतिपूर्ण मनोभाव मोते साहस देइथिला। मु राकेशଙ୍କୁ पचारिली, तुमर भाई अध घंटा मध्यरे आसुछि। मु तुमकू किछि प्रश्न पचारिबाकू चाहुछि। तुमे मोते सच्चोट भावरे उत्तर देब, जेपरी तुमे तुमर सान भूणी किंबा तुमर रोगींकू देब। राकेश तांको चछमा देई मोते चाहिले। से सामान्य मुंड हलाई कहिले, कौन कथा हेउछि मते कुह। मु किछि मुहूर्त पई नीरव रहिली, कारण जदि से मो स्वामींकू एसबु कहिथान्ते तेबे मो जीवन विपदरे पड़िथान्तार मु मुहरे चापुड़ा मारिथान्ते। मु सारा राति बेसमेंट रे बंद होई जंत्रणा भोगिथान्ती। तथापि मु मोर साहस सब्रह करी कहिली, तुमर भाई बहुत अजब व्यवहार करे। जदि मु किछि करे किंबा निजे निष्पत्ति नाही, तेबे से एक पशु होई जाए। कौन कथा से एपरी काहिकी करे? राकेश नीरव होईगले। किछि समय पई कोठरी नीरव रहिला। तापरे तांको स्त्री कहिले, जेतेबेले तुमे विवाह कल, तुमर परिवार तुम स्वामींकू तदंत करिथिले। सेमाने तांको घर जांच करिथिले कि तांको ऑफिस रे तांको सहित कथा होइथिले। मु ना कही मुंड हलाइली। से पचारिले, एही विवाह केते दिन धरी चलिथिला? तुमे एवं से एकाठी केते दिन धरी अछंती? मु तुरंत उत्तर देली, मात्र गोटिए सप्ताह। माँ एवं बापा गोटिए दिन आसी कहिले जे तुम पई एक बड़ प्रासाद पई प्रस्ताव आसीछि। आमे हम कहिलु। मु जानि नथिली जे मो बापा माँ तांकू तदंत करिछंती कि नाही। मु आउ किछि कहिबा पूर्वरु
ରାକେଶଙ୍କ କଥା ମୋ ପାଦ ତଳୁ ମାଟି ଖସାଇ ଦେଲା। ସେ କହିଲା, ଲୋଭ ସବୁବେଳେ ଜଣେ ବ୍ୟକ୍ତିକୁ ବୁଡାଇ ଦିଏ। ମୋ ଭାଇର ବହୁତ ଧନ ଅଛି। ସେ ତୁମକୁ ଭଲ ପାଏ। ସେ ତୁମକୁ ତାଙ୍କ ବଡ ପ୍ରାସାଦରେ ରଖିବେ। ସେ ତୁମକୁ ବ୍ୟବସାୟରେ ଏକ ଅସ ଦେବେ, କିନ୍ତୁ ସେ ଯେକୌଣସି ସମୟରେ ତାଙ୍କ ରାସ୍ତା ବଦଳାଇ ପାରିବେ। ତୁମ ବାପା ମା ନିଜେ ତୁମକୁ ନର୍କରେ ଠେଲି ଦେଇଛନ୍ତି। ଏବେ ତୁମକୁ ତାଙ୍କ ସହିତ ବାକି ଜୀବନ ବିତାଇବାକୁ ପଡିବ ଏବଂ ସମସ୍ତ କଷ୍ଟ ସହିବାକୁ ପଡିବ। ମୋ ପାଦ ତଳୁ ମାଟି ଖସିଗଲା। ମୁଁ ଚିନ୍ତା ନ କରି କହିଲି, କିନ୍ତୁ ଏହା ହୋଇପାରିବ ନାହିଁ। ଜଣେ ମଣିଷ ଏହା କିପରି କରିପାରିବ? ଏହା ମିଛ। ମୁଁ ଚିନ୍ତା ନ କରି ଠିଆ ହୋଇଗଲି। ଏହା ଏପରି ଥିଲା ଯେପରି ମୁଁ ଯନ୍ତ୍ରଣାକୁ ଭୁଲି ଯାଇଥିଲି। ରାକେଶ ଗମ୍ଭୀର ସ୍ୱରରେ କହିଲେ, ତୁମର ସ୍ୱାମୀ ମଣିଷ ନୁହେଁ, ବରଂ ଜଣେ ନରଭକ୍ଷ। ସେ ତାଙ୍କ ଜୀବନରେ ମହିଳାମାନଙ୍କୁ କ୍ଷତି ପହଞ୍ଚାଇ ସେ ଯାହା ପସନ୍ଦ କରନ୍ତି ସେ ତାହା ଗ୍ରହଣ କରନ୍ତି। ଆଜି ମଧ୍ୟ ଏପରି ଲୋକ ଅଛନ୍ତି ଏବଂ ତୁମର ସ୍ୱାମୀ ରାହୁଲ ସେମାନଙ୍କ ମଧ୍ୟରୁ ଜଣେ। ମୋର ହୃଦୟ ଧଡ଼ ଧଡ଼ କରି ଉଠିଲା। ମୁଁ ଏବେ ସବୁ କିଛି ବୁଝିପାରିଲି। ଯେପରି ସେ ମୋ ସହିତ ପୂର୍ବପରି କରୁଥିଲେ, ଦାନ୍ତ ଘଷି ରକ୍ତ ବାହାର କରୁଥିଲେ। ଏହା ମିଛ ନଥିଲା। ମୁଁ ହାତ ଯୋଡ଼ି ରାକେଶ ଏବଂ ତାଙ୍କ ସ୍ତ୍ରୀଙ୍କୁ କହିଲି, ଭଗବାନଙ୍କ ପାଇଁ ଦୟାକରି ମୋତେ ସାହାଯ୍ୟ କରନ୍ତୁ। ହୁଏତ ଭଗବାନ ମୋତେ ତୁମ ଦୁଇ ଜଣଙ୍କ ସହିତ ଏକାଠି କରିଛନ୍ତି, ଯାହାଦ୍ୱାରା ମୁଁ ଏହି ଫାଶରୁ ବାହାରି ପାରିବି। ମୋର ବିବାହକୁ ମାତ୍ର 2 ଦିନ ହୋଇଛି ଏବଂ ରାହୁଲ ମାତ୍ର 2 ଦିନରେ ମୋ ଜୀବନ ନଷ୍ଟ କରିଦେଇଛି। ମୁଁ ତାଙ୍କ ସହିତ ରହିବାକୁ ଚାହୁଁନାହିଁ। ରାକେଶଙ୍କ ସ୍ତ୍ରୀ ଗମ୍ଭୀର ଭାବରେ କହିଲେ, କିନ୍ତୁ ଏହା ଅସମ୍ଭବ। ସେ ତୁମକୁ ଛାଡ଼ିବେ ନାହିଁ। ସେ ତୁମକୁ ମାରିବା ପର୍ଯ୍ୟନ୍ତ ଆମେ ସମସ୍ତେ ଜାଣୁ, କିନ୍ତୁ ଆମର ହାତ ବନ୍ଧା ଅଛି। ତାଙ୍କ ପାଖରେ କ୍ଷମତା ଏବଂ ଟଙ୍କା ଅଛି। ଯଦି ଆମେ ତାଙ୍କୁ ବିରୋଧ କରୁ, ତେବେ ଆମେ ଆମର ଚାକିରି ହରାଇବୁ ଏବଂ ସେ ଆମକୁ ଜେଲ୍ ପଠାଇ ପାରିବେ। ମୁଁ ଜୋରରେ କାନ୍ଦିବାକୁ ଲାଗିଲି ଏବଂ କହିଲି, ରାକେଶ, ମୋତେ ତାଙ୍କ ଘରୁ ବାହାର କରିବା ପାଇଁ ଯାହା କରିପାର କରି ମୁଁ ସବୁ ସହିଯିବି। ମୁଁ କିଛି କହିବି ନାହିଁ। ତୁମର ନାମ ମଧ୍ୟ ଉଠିବ ନାହିଁ। କେବଳ ମୋତେ ସାହାଯ୍ୟ କର। ରାକେଶ କିଛି ମୁହୂର୍ତ୍ତ ପାଇଁ ନୀରବ ରହିଲା, ତାପରେ କହିଲା, ତୁମେ ଏଠାରୁ ଅନ୍ୟ ସହରକୁ ଯିବାକୁ ପଡ଼ିବ, ଯାହାଦ୍ୱାରା ସେ ତୁମକୁ ପାଇପାରିବ ନାହିଁ। ଯଦି ତୁମେ ଏହି ସହରରେ ରହିବ, ତେବେ ରାହୁଲ ତୁମକୁ ଜୀବିତ ଛାଡ଼ିବ ନାହିଁ। ମୋର ହୃଦୟ ଥରିବାକୁ ଲାଗିଲା। ମୁଁ ବହୁତ ଛୋଟ ଥିଲି। ମୋ ବାପା ମା ନିର୍ଦ୍ଦୋଷ ଥିଲେ ଏବଂ କେବଳ ସେ ମୋର ଖୁସି ଚାହୁଁଥିଲେ। କିନ୍ତୁ ସେ ଜାଣି ନଥିଲେ ଯେ ଏହି ପଦକ୍ଷେପ ମୋତେ ମୃତ୍ୟୁ ମୁଖକୁ ନେଇଯିବ। ସେ ମୋତେ ଏକ ଯୋଜନା ବୁଝାଇଲେ, ରାହୁଲଙ୍କ ସହିତ କିଛି ଦିନ ରୁହ। ତାପରେ ଯେତେବେଳେ ସେ ଶୋଇପଡ଼େ, ଘର ପଛ ପାର୍ଶ୍ୱ ଦେଇ ଯାଅ ଏବଂ ରାସ୍ତାର ଶେଷ ଭାଗକୁ ଆସିବ। ମୋ ଗାଡ଼ି ତୁମକୁ ନେବା ପାଇଁ ଆସିବ। ମୁଁ ବିସ୍ମିତ ହୋଇଗଲି। ଭାବିଲି ଯେ ଏହି ଲୋକ ମୋତେ କାହିଁକି ସାହାଯ୍ୟ କରୁଛି। କିନ୍ତୁ ଯେତେବେଳେ ମୁଁ ଏପରି କଲି ଏବଂ ତାଙ୍କ ନଜରକୁ ଏଡାଇ ତଳକୁ ଆସିଲି, ତାଙ୍କ ଗାଡ଼ି ପ୍ରକୃତରେ ସେଠାରେ ପାର୍କି ହୋଇଥିଲା। ମୁଁ ଶୀଘ୍ର ଗାଡ଼ିରେ ବସିଗଲି। ରାହୁଲ ଶୋଇପଡ଼ିଲେ। ତାକୁ ଉଠାଇବା କଷ୍ଟକର ଥିଲା। ହୁଏତ ସେଥିପାଇଁ ସେ ମୋ ଜୀବନ ନେବ ଏବଂ ତାପରେ ନିଜେ ଶାନ୍ତିରେ ଚାଲିଯିବ। ଗାଡ଼ିରେ ବସିବା ପରେ ମୁଁ ଜୟପୁରକୁ ଚାଲିଗଲି। ମୁଁ ଜାଣିଥିଲି ସେ ମୋତେ ସେଠାରେ ପାଇପାରିବେ ନାହିଁ। ସହର ବଡ଼ ଏବଂ ସୁନ୍ଦର ଥିଲା, ମୋ ସୁରକ୍ଷା ପାଇଁ ଉପଯୁକ୍ତ। ସେଠାରେ ପହଞ୍ଚିବା ପରେ ମୁଁ ଏକ ଗରିବ ଅଞ୍ଚଳରେ ବସବାସ କଲି। ପ୍ରଥମେ ଏହା ବହୁତ ଯନ୍ତ୍ରଣାଦାୟକ ଥିଲା, କିନ୍ତୁ ଏବେ ମୁଁ ସୁରକ୍ଷିତ ଥିଲି। ମୁଁ ଧୀରେ ଧୀରେ ନିଶ୍ୱାସ ନେଲି, ମୋର ଯନ୍ତ୍ରଣା ଅନୁଭବ କଲି ଏବଂ ମୋତେ ଏହି ରାସ୍ତା ଦେଖାଇବା ପାଇଁ ଭଗବାନଙ୍କୁ ଧନ୍ୟବାଦ ଦେଲି। ମୁଁ କେବଳ ପ୍ରାର୍ଥନା କରୁଛି ଯେ କୌଣସି ଝିଅ କେବେ ଏକା ଏପରି ଯନ୍ତ୍ରଣା ସହ୍ୟ ନ କରିବାକୁ ପଡ଼େ। ଏହି ଦୁନିଆର କୌଣସି ଝିଅ ଏକାକୀ ଏପରି ଦୁଃଖ ସହ୍ୟ କରିପାରିବ ନାହିଁ ଏବଂ ମୁଁ ଚାହେଁ ଯେ ପ୍ରତ୍ୟେକ ଝିଅ ତାଙ୍କ ଜୀବନର ମୂଲ୍ୟ ବୁଝିବେ ଏବଂ ଏପରି ବ୍ୟକ୍ତିଙ୍କ ହାତରେ ନିଜକୁ କେବେ ବିପଦରେ ପକାଇବେ ନାହିଁ। କିନ୍ତୁ ଏବେ ମୁଁ ଭାବୁଛି ଯେ ମୁଁ ସତରେ ସବୁଦିନ ପାଇଁ ସୁରକ୍ଷିତ ରହିବି କି କିମ୍ବା ରାହୁଲ ମୋତେ ପୁଣି ପାଇବ କି ନାହିଁ। ଅଟକିବା ଏବଂ ଭୟଭୀତ ହେବା ସହଜ, କିନ୍ତୁ ନିଜ ପାଇଁ ଲଢ଼ିବା ହେଉଛି ପ୍ରକୃତ ଶକ୍ତି। ଏହି କାହାଣୀ ଆମକୁ କୌଣସି ସମ୍ପର୍କ କିମ୍ବା ବ୍ୟକ୍ତିଙ୍କୁ ଅନ୍ଧ ଭାବରେ ଅନୁସରଣ ନ କରିବାକୁ ଶିଖାଏ। ସବୁବେଳେ ନିଜ ଅଧିକାର ଏବଂ ସୁରକ୍ଷା ପ୍ରତି ସତର୍କ ରୁହନ୍ତୁ ଏବଂ କୌଣସି ବିପଦକୁ କେବେ ଅଣଦେଖା କରନ୍ତୁ ନାହିଁ। ବନ୍ଧୁଗଣ, ମୁଁ ଆଶା କରୁଛି ଏହି କାହାଣୀ ଆପଣଙ୍କ ହୃଦୟକୁ ଛୁଇଁଥିବ। ଯଦି ଆପଣ ଏହାକୁ ଉପଭୋଗ କରିଛନ୍ତି, ତେବେ ଏହାକୁ ଲାଇକ୍ କରିବାକୁ ଭୁଲନ୍ତୁ ନାହିଁ। ଆପଣଙ୍କ ବନ୍ଧୁମାନଙ୍କ ସହିତ ସେୟାର କରନ୍ତୁ ଏବଂ
ତଳେ ଥିବା ମନ୍ତବ୍ୟରେ ଆପଣଙ୍କ ମତାମତ ଦିଅନ୍ତୁ। ଏପରି ଆହୁରି ଆକର୍ଷଣୀୟ ଏବଂ ଭାବପ୍ରବଣ କାହାଣୀ ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ। ଆମେ ପୁଣି ଏକ ନୂତନ କାହାଣୀ ସହିତ ଭେଟିବା। ଧନ୍ୟବାଦର ନମସ୍କାର।